ଭଗବାନ ସୂର୍ଯ୍ୟ ନାରାୟଣଙ୍କର ମୀନ ରାଶିରେ ପ୍ରବେଶ ସାଙ୍ଗେ ସାଙ୍ଗେ ପ୍ରାୟ 1 ମାସ ପାଇଁ ସମଗ୍ର ଆର୍ଯ୍ୟାବର୍ତରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ବର୍ଜନ କରାଯାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମୀନ ସଂକ୍ରାନ୍ତି ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଇଥାଏ। ଚଳିତ 2026 ମସିହା ମାର୍ଚ୍ଚ ମାସ 15 ତାରିଖ ଦିନ ଭଗବାନ ସୂର୍ଯ୍ୟ ନାରାୟଣ କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ପ୍ରବେଶ କରିବେ ଏବଂ ଏହି ମାର୍ଚ୍ଚ ମାସ 15 ତାରିଖ ଦିନ ମୀନ ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବ ଦେବଗୁରୁ ବୃହସ୍ପତିଙ୍କର ରାଶି ମୀନ ରାଶିରେ ପ୍ରବେଶ କଲେ ପ୍ରାୟ 1 ମାସ ପାଇଁ ସମସ୍ତ ଶୁଭ କାର୍ଯ୍ୟ ଅଥବା ମାଙ୍ଗଳିକ କାର୍ଯ୍ୟ ବର୍ଜନ କରାଯାଇଥାଏ। ବିବାହ, ବ୍ରତ, ଗୃହପ୍ରବେଶ, ନାମକରଣ ତଥା କର୍ମଭେଦ ଭଳି ଅନେକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଶାସ୍ତ୍ର ଅନୁସାରେ ନିଷେଧ କରାଯାଇଅଛି। ତାର କାରଣ ହେଲା ପୁରୁଷାକାର ଗ୍ରହ ସୂର୍ଯ୍ୟ ଅନ୍ୟତମ ପୁରୁଷାକାର ଗ୍ରହ ବୃହସ୍ପତିଙ୍କର ରାଶି ମୀନ ରାଶିରେ ପ୍ରବେଶ କଲେ ସୂର୍ଯ୍ୟଦେବଙ୍କର ତେଜ କ୍ଷୀଣ ହୋଇଯାଇଥାଏ। ସେହି କାରଣରୁ ମୀନ ସଂକ୍ରାନ୍ତି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଗଣନା ଅନୁସାରେ ସୂର୍ଯ୍ୟଦେବଙ୍କର ଗୋଚର ମାର୍ଚ୍ଚ ମାସ 14 ତାରିଖ ମଧ୍ୟରାତ୍ରି ଅଥବା 15 ତାରିଖ ପୂର୍ବାହ୍ନ 1 ଘଣ୍ଟା 8 ମିନିଟ ସମୟରେ କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ଗୋଚର କରିବେ ଏବଂ ଆସନ୍ତା ଅପ୍ରେଲ ମାସ 13 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଅବସ୍ଥାନ କରିବେ। ମୀନ ସଂକ୍ରାନ୍ତିର ପୁଣ୍ୟକାଳ ଅଥବା ପୂଜା ଆରାଧନା କାର୍ଯ୍ୟର ସମୟ ମାର୍ଚ୍ଚ ମାସ 15 ତାରିଖ ସକାଳ 6 ଘଣ୍ଟା 41 ମିନିଟ ଠାରୁ ଆରମ୍ଭ ହୋଇ ଦିବା 12 ଘଣ୍ଟା 40 ମିନିଟ ପର୍ଯ୍ୟନ୍ତ ରହିବ। ସଂକ୍ରାନ୍ତି ଏକ ଦାନ ଓ ପୁଣ୍ୟର ଦିନ ହୋଇଥିବାରୁ ଏହି ସମୟରେ ସୂର୍ଯ୍ୟଦେବଙ୍କର ପୂଜା ଆରାଧନା କରାଯିବା ସହିତ ବ୍ରାହ୍ମଣ ଓ ଅଭାବୀ ଲୋକଙ୍କୁ ଦାନ ଦକ୍ଷିଣା ପ୍ରଭୃତି ପ୍ରଦାନ କରାଯିବା ଉଚିତ ହେବ। ମୀନ ସଂକ୍ରାନ୍ତିର ମାସକୁ ସାଧାରଣତଃ ଆଧ୍ୟାତ୍ମିକ ସାଧନା ଓ ସାତ୍ତ୍ୱିକ ଜୀବନ ପାଇଁ ଏକ ଉତ୍କୃଷ୍ଟ ମାସ ରୂପେ ଗଣାଯାଇଥାଏ। ଏହା ସହିତ ମୀନ ରାଶିରେ ସୂର୍ଯ୍ୟଦେବଙ୍କର ଗୋଚର ଦ୍ୱାଦଶ ରାଶିଚକ୍ରର କେତେଗୋଟି ରାଶି ଉପରେ ସକାରାତ୍ମକ ପ୍ରଭାବ ମଧ୍ୟ ପକାଇବ। ମେଷ ରାଶି, ମିଥୁନ ରାଶି, କର୍କଟ ରାଶି ଓ ବିଛା ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ମୀନ ସଂକ୍ରାନ୍ତିର ମାସ କ୍ୟାରିୟର, ଧନ ଓ ପ୍ରତିଷ୍ଠା ଦୃଷ୍ଟିରୁ ବହୁତ ଭଲ ଶୁଭ ଫଳ ପ୍ରଦାନ କରାଯିବାର ସମ୍ଭାବନା ଦେଖାଯାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।